ପୁଣି ଥରେ ସ୍ୱାଗତମ୍। ଆମର ଫକୀରମୋହନ ସେନାପତିଙ୍କ ଦ୍ୱାରା ଲିଖିତ ଉପନ୍ୟାସ ସମଗ୍ର ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ନମସ୍କାର। ଆଜି ଆମେ ବୁଡ଼ିବା 6 ମାଣ 8 ଗୁଣ୍ଠର 25 ପରିଚ୍ଛେଦ ଭିତରକୁ, ଯାହାର ନାଁ ହେଉଛି ମଙ୍ଗରାଜ ଘରର ହାଲଚାଲ। ହଁ, ଏହି ପରିଚ୍ଛେଦଟି ପ୍ରକୃତରେ ମଙ୍ଗରାଜଙ୍କ ସାମ୍ରାଜ୍ୟର କ'ଣ କହିବା ପତନ ଆରମ୍ଭର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଏକଦମ। ଆଉ ଯଦି କେହି ଆମର ପୂର୍ବ ଆଲୋଚନାଗୁଡ଼ିକୁ ଶୁଣି ନାହାନ୍ତି, ତେବେ ଆଜିର କଥାବାର୍ତ୍ତାକୁ ଆହୁରି ଭଲ ଭାବରେ ବୁଝିବା ପାଇଁ ସେଗୁଡ଼ିକ ପ୍ରଥମେ ଶୁଣିନେବାକୁ ଆମେ ଅନୁରୋଧ କରିବୁ। ହଁ, ନିଶ୍ଚୟ। ସବୁ ଆମ ଚ୍ୟାନେଲରେ ରହିଛି, ତେବେ ଯାଇ ବୁଝିହେବୁ କେମିତି କଥାଟା ଆଜି ଆସିଲା। ଆଉ ଆଲୋଚନା ଆଗକୁ ନେବା ପୂର୍ବରୁ ଆମେ ଆମର ସେହି ଶ୍ରୋତାବନ୍ଧୁମାନଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହିଁବୁ, ଯେଉଁମାନେ ଆମ ଓଡ଼ିଆ ପଡକାଷ୍ଟ ଚ୍ୟାନେଲ ଅନୁରଣକୁ ଏହି ନିଜର ସ୍ୱଳ୍ପ ଅର୍ଥରାଶି ଦାନ କରି ସହଯୋଗର ହାତ ବଢ଼ାଇଛନ୍ତି। ଆପଣମାନଙ୍କର ଏହି ସ୍ନେହ ଆମ ପାଇଁ ବହୁତ ବଡ଼ ପ୍ରେରଣା। ନିଶ୍ଚୟ। ଯଦି ଆପଣ ବି ଚାହାନ୍ତି ଆମକୁ ସହଯୋଗ କରିବା ପାଇଁ, ସ୍କ୍ରିନରେ ଦିଆଯାଇଥିବା QR କୋଡ୍ ସ୍କାନ୍ କରିପାରିବେ। ଆପଣଙ୍କର ଛୋଟ ସହଯୋଗ ବି ଆମ ଓଡ଼ିଆ କଣ୍ଟେଣ୍ଟକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ। ହଁ, ଆଉ ଦୟାକରି ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ବିଲକୁଲ। ଯେତେ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ଆମ ଓଡ଼ିଆ ଭାଷା ଆଉ ସାହିତ୍ୟ ପାଇଁ ସେତେ ଭଲ। ଠିକ୍ କଥା। ତେବେ ଚାଲନ୍ତୁ ଆଉ ବିଳମ୍ବ ନ କରି ସିଧା ଯିବା ପରିଚ୍ଛେଦ ଭିତରକୁ। ଫକୀରମୋହନ ଏହାର ଆରମ୍ଭ କରୁଛନ୍ତି ଏକ ବଡ଼ ରୋଚକ ପ୍ରଶ୍ନ ଓ ତୁଳନାରୁ। କ'ଣ ସେ ପ୍ରଶ୍ନ? ସେ ପଚାରୁଛନ୍ତି 6 ମାଣ 8 ଗୁଣ୍ଠା କାହାର? ଏହା ପଛରେ ଗୋଟିଏ ଗଭୀର କଥା ଲୁଚି ରହିଛି ବୋଧହୁଏ। ଓହୋ, ଏଇଠୁ ଆରମ୍ଭ। ଆଉ ସେ ତୁଳନା କଥା କହୁଥିଲେ ନା? ହଁ, ସେ କୋହିନୂର ମଣିର ଉଦାହରଣ ଦେଉଛନ୍ତି। କୁହନ୍ତି ପରା, ସେ ମଣି ଯାହା ପାଖରେ ରହିଲା ତାର ବଂଶ ବୁଡ଼ିଦେଲା। ସତେ। ଆଲାଉଦ୍ଦିନ ଖିଲଜୀଙ୍କଠୁ ଆରମ୍ଭ କରି ମହାରାଜା ରଣଜିତ ସିଂଙ୍କ ପର୍ଯ୍ୟନ୍ତ ଇତିହାସ ସତେ ଯେମିତି ଏହାର ସାକ୍ଷୀ। କିନ୍ତୁ ଦେଖନ୍ତୁ, ବଡ଼ ଆଶ୍ଚର୍ଯ୍ୟର କଥା, ସେହି ମଣି ଯେବେଠୁ ବ୍ରିଟିଶ ମହାରାଣୀଙ୍କ ମୁକୁଟରେ ଲାଗିଲା, ଇଂଲଣ୍ଡର ପ୍ରତିପତ୍ତି କମିଲା ନାହିଁ, ବରଂ ଆହୁରି ବଢ଼ିଲା। ହଁ, ଏଇଟା ଗୋଟେ କଥା। କେମିତି? ସେଠି ଫକୀରମୋହନ ଆଉ ଗୋଟେ ଉଦାହରଣ ଦେଉଛନ୍ତି। ଯେମିତି ସମୁଦ୍ର ମନ୍ଥନରୁ ବାହାରିଥିବା ହଳାହଳ ବିଷ ଅନ୍ୟମାନଙ୍କ ପାଇଁ ସିନା ପ୍ରାଣଘାତକ, ହଁ, କିନ୍ତୁ ମହାଦେବଙ୍କ କଣ୍ଠରେ ରହି ତାଙ୍କୁ ନୀଳକଣ୍ଠ ବୋଲାଇଲା ଆଉ ତାଙ୍କ ମହିମା ବଢ଼ାଇଲା। ଆଚ୍ଛା, ତାମାନେ ଜିନିଷ ନୁହେଁ, ବରଂ ତାର ସ୍ଥାନ, କାଳ ଆଉ ପାତ୍ର ହିଁ ମୁଖ୍ୟ। କୋଉଠି ଗରିଲା, କାହା ପାଖରେ ରହିଲା। ଏକଦମ। ଉପଯୁକ୍ତ ସ୍ଥାନରେ ରହିଲେ ବିଷ ବି ଅମୃତ ପାଲଟିଯାଏ, ଆଉ ଅନୁପଯୁକ୍ତ ହାତରେ ପଡ଼ିଲେ ମଣି ବି ଅଭିଶାପ ଆଣେ। ଆଉ ଏହି ତୁଳନାଟିକୁ ଫକୀରମୋହନ ସିଧା ଆଣି ଯୋଡୁଛନ୍ତି ଆମର ସେଇ 6 ମାଣ 8 ଗୁଣ୍ଠ ଜମି ସହିତ। ସେଇଆ। ଲୋକମୁଖରେ ପ୍ରଚଳିତ ଥିଲା ଯେ ଗୋବିନ୍ଦପୁର ଗାଁ ତନିମୁଣ୍ଡରେ ଥିବା ସେଇ 6 ମାଣ 8 ଗୁଣ୍ଠା ଜମି ଭଳି ଉର୍ବର ଜମି ସାରା ଅଞ୍ଚଳରେ ନାହିଁ। ହଁ, ସେ କଥା ତ ଆଗରୁ ଆମେ ଶୁଣିଛେ। କିନ୍ତୁ ସେ ଜମିଟାକୁ ଲୋକେ ଘରବୁଡ଼ା ବୋଲି ବି କହୁଥିଲେ। ଓହୋ, ଘରବୁଡ଼ା! ଆଉ ତାର ପ୍ରମାଣ ତ ମିଳିସାରିଛି। ଯୋଉ ବାଘସିଂହ ବଂଶ, ଦିନେ ସେ ଅଞ୍ଚଳରେ ବାଘ ଥିଲେ। ଗଲେ, ସେମାନେ ତ ଉଜୁଡ଼ି ଗଲେ। ବେଚାରୀ ସାରିଆ ଆଉ ଭଗିଆ, ସେମାନଙ୍କ କଥା ଭାବିଲେ ଦୁଃଖ ଲାଗୁଛି। ଧନ ପ୍ରାଣ ସବୁ ହରାଇଲେ। ଆଉ ଏବେ ଦେଖନ୍ତୁ ରାମଚନ୍ଦ୍ର ମଙ୍ଗରାଜଙ୍କ ବଂଶର ଅବସ୍ଥା। ସେ ଜମିକୁ ହାତେଇବାର 6 ମାସ ବି ପୂରିନି। 6 ମାସ ଭିତରେ ଏତେ କଥା? ହଁ, ଅଥଚ ଘରେ ଯେଉଁ ଝଡ଼ା ଆସିଛି ତାହା ସମସ୍ତଙ୍କ ଆଖି ସାମ୍ନାରେ। ତେବେ କ'ଣ ହେଲା ଏ ପରିଚ୍ଛେଦରେ? ହଁ, ଏବେ ଆସିବା ସେଇ ଘଟଣା ପ୍ରବାହକୁ। ମଙ୍ଗରାଜ କୌଣସି ମାମଲାରେ କଟକ ଯାଇଛନ୍ତି। ଆଚ୍ଛା। ତାଙ୍କ ଯିବାର ଚତୁର୍ଥ ଦିନ ସକାଳୁ ଘରେ ସମସ୍ତେ ଉଠି ଦେଖନ୍ତି ତ ଗନ୍ତାଘର ବା ଭଣ୍ଡାର ଘରର ଚଟାଣ 4ଟି ଜାଗାରେ ଆଣ୍ଠିଏ ଲେଖାଏଁ ଗଭୀରରେ ଖୋଳା ହୋଇଛି। ବାପ୍ରେ, 4 ଜାଗାରେ? ତାମାନେ କିଛି ଗଡ଼ବଡ଼। ନିଶ୍ଚୟ, କିଛି ବଡ଼ ଗଡ଼ବଡ଼ ହୋଇଛି ବୋଲି ସମସ୍ତେ ବୁଝିଗଲେ। ଆଉ ତାପରେ? ଆଉ ସେତିକି ନୁହେଁ, ସେଇ ସକାଳୁ 2 ଜଣ ମୁଖ୍ୟ ଲୋକ ଘରୁ ନିଖୋଜ। କିଏ କିଏ? ଜଣେ ହେଲା ମଙ୍ଗରାଜଙ୍କର ବିଶ୍ୱସ୍ତ ଚାକର ଗୋବିନ୍ଦା। ଓହୋ, ଗୋବିନ୍ଦା। ଆଉ ଅନ୍ୟ ଜଣକ ହେଲା ଦାସୀ ଚମ୍ପା। ଚମ୍ପା ବି? ଦୁହେଁ ଏକା ସଙ୍ଗରେ? ହଁ, ୱାସରେ ଖୋଜାଖୋଜି ପରେ ବି ସେମାନଙ୍କ ପତ୍ତା ମିଳୁନି। ଗାଁରେ ଖବର ପହଞ୍ଚିଲାଣି ଯେ କିଛି ଲୋକ ସେମାନଙ୍କୁ କଟକ ଯିବା ରାସ୍ତାରେ ପଦ୍ମପୁର ଗାଁ ପାଖ ଗହୀର ଭିତରେ ଆଗପଛ ହୋଇ ତରବରରେ ଯାଉଥିବା ଦେଖିଛନ୍ତି। ଆଚ୍ଛା, ତାମାନେ ପୁରା ସ୍ପଷ୍ଟ ଗନ୍ତାଘରରୁ କିଛି ମୂଲ୍ୟବାନ ଜିନିଷ ଚୋରି ହୋଇଛି ଏବଂ ଏଥିରେ ଗୋବିନ୍ଦା ଓ ଚମ୍ପା ସାମିଲ। ଏକଦମ। ଯେଉଁମାନେ ମଙ୍ଗରାଜଙ୍କ ପାଇଁ ସବୁ କାମ କରୁଥିଲେ, ତାଙ୍କ ଡାହାଣ ହାତ ପରି ଥିଲେ, ସେମାନେ ହିଁ ତାଙ୍କ ଅନୁପସ୍ଥିତିରେ ଏପରି କାଣ୍ଡ କରିଛନ୍ତି। ଘରେ ଏକଦମ ବିଶୃଙ୍ଖଳା। ବଡ଼ ବିଶ୍ୱାସଘାତକତା। ଆଉ ପୁଅମାନେ, ସେମାନେ କ'ଣ କରୁଥିଲେ?
ସେମାନଙ୍କ କଥା ତ ନ କହିବା ଭଲ। ବାପା ଘରେ ଥିଲାବେଳେ ତାଙ୍କ ଭୟରେ ଚୁପ୍ ରହୁଥିଲେ। ହଁ, ସେଇଟା ତ ଜଣା କଥା। ଏବେ ଯେମିତି କ'ଣ କହିବା, ପୋବାର ପଡ଼ିଛି, ସୁଯୋଗ ମିଳିଛି। ତା ମାନେ? ବଡ଼ ପୁଅର ତ ଆଗରୁ ଟିକେ ମାନସିକ ଅସ୍ଥିରତା ଥିଲା, ଯେମିତି ବାତୁଳ ଛେଟା। ହଁ ହଁ। ଏବେ ଦିନ ରାତି ଗଞ୍ଜେଇ ନିଶାରେ ବୁଡ଼ି ରହି ସମ୍ପୂର୍ଣ୍ଣ ପାଗଳ ପ୍ରାୟ। ବାପରେ, ପୁରା ପାଗଳ। ହଁ, ଆଉ ମଝିଆ ଆଉ ସାନ ପୁଅ, ସେମାନଙ୍କର ଅଲଗା ଦୁନିଆ। ସେମାନେ କ'ଣ କରୁଛନ୍ତି? ଆଗକୁ ମକର ସଂକ୍ରାନ୍ତି ପରା। ହଁ। ସେମାନେ ଗୋବରା ଚଢ଼େଇ ଧରି କୁକୁଡ଼ା ଲଢ଼େଇ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏ ସମୟରେ ଘରେ ଏତେ ବଡ଼ କାଣ୍ଡ ହେଇଛି, ଆଉ ଏମାନେ ଚଢ଼େଇ ଧରୁଛନ୍ତି? ସେଇଆ ତ। ଦିନରାତି ଖଳାରୁ ଧାନ ବିକ୍ରି ଚାଲିଛି, କିନ୍ତୁ ସେ ପଇସା କୁଆଡ଼ି ଯାଉଛି କିଛି ହିସାବ ନାହିଁ। ଘରର ଏ ଦୁର୍ଦ୍ଦଶା ପ୍ରତି କାହାରି ବି ଟିକେ ହେଲେ ନଜର ନାହିଁ। ପିତାର ଅନୁପସ୍ଥିତିରେ ସେମାନେ ନିଜର ଦାୟିତ୍ୱ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ବଡ଼ ଦୁଃଖଦାୟକ କଥା। ଏମିତି ଗୋଟେ ଅସ୍ଥିର ପରିସ୍ଥିତି ଭିତରେ ଆଉ ଏକ ବଡ଼ ବିପତ୍ତି ମାଡ଼ି ଆସିଲା। ଆହୁରି ବିପତ୍ତି? କ'ଣ ସେଇଟା? ଗାଁ ସାରା ଚହଳ ପଡ଼ିଗଲା। ମଙ୍ଗରାଜଙ୍କ ଘରଦ୍ୱାର ସବୁ ନିଲାମ ହେବ। ନିଲାମ? କାହିଁକି? ସକାଳୁ ପ୍ରାୟ 6 ଘଡ଼ି ବେଳ, ପ୍ରାୟ 8:30-9ଟା ବେଳ ହଠାତ୍ ଦେଖାଗଲା ଜଣେ ପୋଲିସ ଜମାଦାର। ପୋଲିସ? ହଁ, ତାଙ୍କ ସାଙ୍ଗରେ କିଛି ବରକନ୍ଦାଜ, ସେ ସମୟର ସଶସ୍ତ୍ର ସିପାହୀ, ଆଉ ଛାଟିଆ ପିଅନ, ଏମିତି 8-10 ଜଣ ଲୋକ ମଙ୍ଗରାଜଙ୍କ ବିଶାଳ ଉଆସ ଦ୍ୱାରେ ଆସି ହାଜର। କିନ୍ତୁ କାରଣ କ'ଣ? ହଠାତ୍ ନିଲାମ କାହିଁକି? କାରଣଟା ହେଉଛି, କଟକରେ ବିଚାର ବେଳେ ଜଜ୍ ସାହେବ ମଙ୍ଗରାଜକୁ 1000 ଟଙ୍କା ଯୋଜମାନା ଦଣ୍ଡ ଦେଇଥିଲେ। ଓହୋ, 1000 ଟଙ୍କା? ସେ ସମୟରେ ତ ବହୁତ ବଡ଼ ଅଙ୍କ। ବହୁତ ବଡ଼ ଅଙ୍କ। ସେହି ଜୋରିମାନା ଟଙ୍କା ଆଦାୟ କରିବା ପାଇଁ ତାଙ୍କର ଚଳନ୍ତି ସମ୍ପତ୍ତି, ମାନେ ଘରର ଆସବାବପତ୍ର, ଗାଈ ଗୋରୁ, ବାସନକୁସନ ସବୁକିଛି ନିଲାମ କରାଯାଏ, ସେ ଟଙ୍କା ଭରଣା କରାଯିବ। ଏହା ଥିଲା ସରକାରୀ ହୁକୁମ। ଆଇନ ଅନୁସାରେ କାମ ହେଉଛି ତାହେଲେ? ହଁ, କିନ୍ତୁ ଏହାପରେ ଯେଉଁ ଦୃଶ୍ୟ ଦେଖାଗଲା ତାହା ଅତ୍ୟନ୍ତ କରୁଣ। ଜମାଦାର ସିଧା ଘର ଭିତରକୁ ପଶିଗଲେ ଏବଂ ଗୋଟି ଗୋଟି କରି ସବୁ ମାଲମତା, ଯେମିତି ପିତ୍ତଳ ବାସନ, କଂସା ଥାଳି, ଶାଳ ପିଢ଼ା, ଆମ୍ବକାଠ ସିନ୍ଦୁକ, ଏମିତି ଯାହା ପାଇଲେ ସବୁ ବାହାର କରି ଦାଣ୍ଡରେ ଗଦା କଲେ। ଆଉ ଘର ଭିତରେ ଥିବା ସ୍ତ୍ରୀ ଲୋକମାନେ, ତାଙ୍କର କ'ଣ ହେଲା? ସେମାନଙ୍କ ଅବସ୍ଥା ବର୍ଣ୍ଣନା କରିହେବନି। ଫକୀରମୋହନ ଲେଖୁଛନ୍ତି, ଯେମିତି ବଣି ଚଢ଼େଇ ବସା ଭିତରେ ଢମଣା ସାପ ପଶିଗଲେ ସେମାନେ ବିକଳରେ ଚାରିଆଡ଼େ ଉଡ଼ି ବୁଲନ୍ତି, ହଁ। ସେମିତି ଘରର ସ୍ତ୍ରୀ ଲୋକମାନେ କୁଆଡ଼େ ଯିବେ କିଛି ନ ପାଇ ଉଆସ ପଛପଟ ବଗିଚା ଆଡ଼କୁ ପଳାଇ ହେଇ ସେଠାରେ କାନ୍ଦ ବୋବାଳି କରୁଛନ୍ତି। ଆହା, ଭାରି ଦୁଃଖ ଲାଗୁଛି ଶୁଣିକି। ଏକ ହୃଦୟ ବିଦାରକ ଦୃଶ୍ୟ। ଆଶ୍ଚର୍ଯ୍ୟର କଥା, ଏହି ସମୟରେ ମଙ୍ଗରାଜଙ୍କ 3 ପୁଅଙ୍କ ମଧ୍ୟରୁ କେହି ଜଣେ ବି ଘରେ ନାହାନ୍ତି। ସତରେ? ଏତେ ବଡ଼ ଘଟଣା ବେଳେ ବି ନାହାନ୍ତି? ନା, ଛାମୁକରଣ, ଯିଏ ମଙ୍ଗରାଜଙ୍କର ଜଣେ ପୁରୁଣା କର୍ମଚାରୀ, ସେ ବିଚରା କିଛି ଗୋଟେ କହିବାକୁ ବାହାରିଥିଲେ। ହଁ। କିନ୍ତୁ ଜମାଦାର ଏମିତି ଆଖି ଦେଖାଇ ଚୁପ୍ କରାଇଦେଲେ ଯେ ସେ ଭୟରେ ପିଣ୍ଡା ଉପରେ ଗାଲରେ ହାତ ଦେଇ ବସିପଡ଼ିଲେ। ଭୟରେ ଚୁପ୍? ହଁ, କେବଳ ମୁକୁନ୍ଦା ନାମକ ଆଉ ଜଣେ ଚାକର ଅଛି, ଯିଏ ଏ ଅବସ୍ଥା ଦେଖି କ'ଣ କରିବ ବୁଝି ନ ପାରି ସମସ୍ତଙ୍କ କଥାରେ ଖାଲି ହଁ ଆଜ୍ଞା କହି ଏପଟ ସେପଟ ଦୌଡ଼ାଦୌଡ଼ି କରୁଛି। ପୁରା ଅସହାୟ ଅବସ୍ଥା। ତାପରେ ଆରମ୍ଭ ହେଲା ସେଇ କଳଙ୍କିତ ନିଲାମ। ହଁ, ଦାଣ୍ଡରେ ଗଦା ହୋଇଥିବା ଜିନିଷପତ୍ର, ଗାଈଗୋରୁ ସବୁ ନିଲାମ କରାଗଲା। କିନ୍ତୁ ସେ ନିଲାମର ଦାମ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। କେତେ କମ୍? ଯେଉଁ ହଳ ବଳଦର ଦାମ ସେ ସମୟରେ ଅତି କମରେ 20-25 ଟଙ୍କା ହେବ, ହଁ। ସେଗୁଡ଼ିକ 2 ପାଣିଆ ବଳଦ ହଳକ ବୋଧହୁଏ ମଧ୍ୟମ ଧରଣ, କୋଇ ମାତ୍ର 4.5 ଟଙ୍କା କି 5 ଟଙ୍କାରେ ନିଲାମ ହେଉଛି। କ'ଣ କହୁଛନ୍ତି? 4.5 ଟଙ୍କା? ହଁ, ଆଉ ଦୁହାଳି ଗାଈ, ଯାହାର କ୍ଷୀର ବିକ୍ରି କରି ଲୋକେ ଚଳୁଥିଲେ, ସେ ଗାଈମାନେ ଗୋଟାକୁ ମାତ୍ର ଟଙ୍କାଏ ଲେଖାଏ। ଟଙ୍କାଏ? ଆଉ ତା ସାଙ୍ଗରେ ପୁଣି 2 ବର୍ଷର ବାଛୁରୀଟେ ମାଗଣା। ବାଛୁରୀ ମାଗଣା? ଏତେ ଶସ୍ତା? ଫକୀରମୋହନ ଏଠାରେ ସମାଜର ଏକ ନଗ୍ନ ଚିତ୍ର ଦେଖାଉଛନ୍ତି। ପ୍ରଥମେ ଗାଁ ଲୋକେ ଟିକେ ସଂକୋଚ କରୁଥିଲେ ନିଲାମ ଡାକିବାକୁ। କାହିଁକି? ମଙ୍ଗରାଜଙ୍କ ଭୟ ନା ଆଉ କିଛି? ହୁଏତ ପୁରୁଣା ଭୟ କିମ୍ବା ଏକ ପ୍ରକାର ସାମାଜିକ ଲଜ୍ଜା, ମାନେ ନିଜ ଗାଁ ଲୋକର ଜିନିଷ କେମିତି ନେବେ। କିନ୍ତୁ ଏତେ ଶସ୍ତାରେ ଜିନିଷ ମିଳୁଥିବାରେ ଦେଖି କିଏ ଆଉ ନିଜ ଲୋଭକୁ ସମ୍ଭାଳି ପାରିବ? ସେଇଆ ହେଲା। ଶେଷରେ ସେହି ଗାଁ ଲୋକେ ହିଁ ଜିନିଷପତ୍ର ଉପରେ କ'ଣ କହିବା, ହାମ୍ପି ପଡ଼ିଲେ। ଗୋଟାକ ପରେ ଗୋଟାଏ ଡାକ ଛାଡ଼ିଲେ। ଯେଉଁମାନେ ହୁଏତ ଦିନେ ମଙ୍ଗରାଜଙ୍କ ଦ୍ୱାରା ଶୋଷିତ ହୋଇଥିଲେ, ଆଜି ସେମାନେ ହିଁ ତାଙ୍କର ସମ୍ପତ୍ତିକୁ କଉଡ଼ି ମୂଲ୍ୟରେ କିଣି ନେଉଛନ୍ତି। ଏହାକୁ କ'ଣ କହିବା? ବିଧିର ବିଡ଼ମ୍ବନା ନା ସମୟର ଖେଳ? ବୋଧହୁଏ 2ଟା ଯାକ। ଜମାଦାର ତ ଯେତିକି ଟଙ୍କା ଦରକାର ସେତିକି ନେଇ ନିଲାମ ସାରି ଚାଲିଗଲା। ହଁ। କିନ୍ତୁ ତାପରେ ମଙ୍ଗରାଜଙ୍କ ୱାସ୍ ଆଗର ଦୃଶ୍ୟ ଆହୁରି ଦୟନୀୟ।
ଯେଉଁ ଗାଈ ବଳଦ ବିକ୍ରି ହୋଇପାରିଲେ ନାହିଁ କିମ୍ବା ଯାହାକୁ କେହି ନେଲେ ନାହିଁ, ସେମାନଙ୍କର କ'ଣ ହେଲା? ସେମାନେ ଏବେ ଅନାଥ। ଏ ବିଲରୁ ସେ ବିଲ, ଏ ଦାଣ୍ଡରୁ ସେ ଦାଣ୍ଡ ଖାଲି ବୁଲୁଛନ୍ତି। ତାଙ୍କୁ ଦାନାପାଣି ଦେବାକୁ କି ଗୁହାଳରେ ବାନ୍ଧିବାକୁ କେହି ନାହିଁ। ପୁରା ଲଣ୍ଡଭଣ୍ଡ ଅବସ୍ଥା। କେହି ନାହିଁ ଦେଖିବାକୁ। ଖୁବ୍ ଶୋଚନୀୟ। ଆହୁରି ଶୁଣାଯାଉଛି କିଛି ଗାଈଗୋରୁ ବୁଲୁ ବୁଲୁ ବଙ୍ଗାଳୀ ଗୋପାଳମାନଙ୍କ ଗୋଠରେ ମିଶି ସୀମା ପାର ହୋଇଗଲେଣି। ବାଃ, ଆଉ କିଛି ହଜିଯାଇ କେଉଁ ଦୂର ଗାଁରୁ ମିଳୁଛନ୍ତି। ଚାରିଆଡ଼େ କେବଳ ଅରାଜକତା ଆଉ ବିଶୃଙ୍ଖଳା। ଯେଉଁ ଘରେ ଦିନେ ହାତୀଘୋଡ଼ା ବନ୍ଧା ହେଉଥିଲେ, ଆଜି ସେଠି ଗୋରୁଗାଈ ବି ଅସୁରକ୍ଷିତ। ଏକଦମ। ଏହି ସୁଯୋଗରେ ଆଉ ଗୋଟିଏ ଘଟଣା ଘଟୁଛି। ଆଉ କ'ଣ? ମଙ୍ଗରାଜଙ୍କର ଯେଉଁ ହଳିଆମାନେ ଥିଲେ, ସେମାନେ ପ୍ରାୟ 2 ବର୍ଷ ହେଲା ଠିକ୍ରେ ଦରମା ପାଇନଥିଲେ। ଓହୋ, ଶୋଷଣର ଆଉ ଏକ ଦିଗ। ହଁ, ମଙ୍ଗରାଜ ତାଙ୍କୁ ଶୋଷଣ କରୁଥିଲେ। ଏବେ ମାଲିକର ଏ ଦୁର୍ଦ୍ଦଶା ଦେଖି ଏବଂ କେହି ମଙ୍ଗ ଧରିବାକୁ ନାହିଁ ଜାଣି ସେମାନେ ନିଜର ବକିଆ ପାଉଣା ନିଜେ ଆଦାୟ କରି ନେଉଛନ୍ତି। କେମିତି? କେହି ତୋଟାରୁ ନଡ଼ିଆ କଦଳୀ ନେଇଯାଉଛି ତ କେହି ଗୋରୁଗାଈଙ୍କୁ ନିଜର ବୋଲି ଦାବି କରୁଛି। ଏହା ଏକ ପ୍ରକାର ପ୍ରତିଶୋଧ କୁହାଯାଇପାରେ। କିନ୍ତୁ ଏହା ବି ତ ଠିକ୍ ନୁହେଁ। ଆଇନ ଦୃଷ୍ଟିରୁ ଭୁଲ। ନିଶ୍ଚୟ ଭୁଲ। ପରିସ୍ଥିତି ଏପରି ହୋଇଛି ଯେ ଠିକ୍ ଭୁଲର ବିଚାର କରିବାକୁ କେହି ନାହିଁ। ଆହୁରି ଖରାପ କଥା ହେଲା, ଯେଉଁ ପାଣଜାଟିର ହଳିଆମାନେ ଧାନ ଅମଳ କରୁଥିଲେ, ସେ କାମ ଅଧାରେ ପଡ଼ି ରହିଛି। କାରଣ ସେମାନେ କେବଳ କାମ ଛାଡ଼ି ପଳେଇ ଯାଇନାହାନ୍ତି, ଆଉ କ'ଣ କଲେ? ଯିବାବେଳେ ଗୁହାଳରୁ ଗୋରୁ ଧରି ପଳେଇଛନ୍ତି। ଲେଖକ ଲେଖୁଛନ୍ତି, ଗୋରୁ ଲାଙ୍ଗୁଡ଼ ଧରି ପାର। ବାବରେ, ଏହା ତ ସିଧାସଳଖ ଚୋରି। ମାନେ ଯାହାର ଯେତେବେଳେ ସୁଯୋଗ ମିଳୁଛି ସେ ଲୁଟିବାରେ ଲାଗିଛି। ସେଇଆ, ମଙ୍ଗରାଜଙ୍କର ସୃଷ୍ଟ ବ୍ୟବସ୍ଥା ଭାଙ୍ଗିଗଲା ପରେ ସବୁଆଡ଼େ ଅରାଜକତା। ଏବେ ଆସିବା ଗୁଜବ କଥାକୁ। ଫକୀରମୋହନ ଠିକ୍ କହିଛନ୍ତି, ଗାଁ ଗହଳିରେ କଥା କେମିତି ବ୍ୟାପେ ତାହା ସମସ୍ତେ ଜାଣନ୍ତି। ହଁ, ଗ୍ରାମ କଥା ତିଳ, ହାଟ କଥା ତାଳ। ଏକ୍ଜାକ୍ଟମ୍। ଗାଁର ଛୋଟ ଘଟଣାଟା ହାଟ ବଜାରରେ ପହଞ୍ଚିଲା ବେଳକୁ ପର୍ବତ ପରି ବଡ଼ ହୋଇଯାଏ। ଏଠି ବି ଠିକ୍ ସେୟା ହେଲା ବୋଧେ। ହଁ, ମଙ୍ଗରାଜ ଜେଲ୍ ଗଲେ, ଘର ନିଲାମ ହେଲା, ଏସବୁ ଖବର ଯେତେବେଳେ ଚାରିଆଡ଼େ ବ୍ୟାପିଲା, ତା ସହିତ ଆଉ ଏକ ବଡ଼ ଗୁଜବ ଯୋଡ଼ି ହୋଇଗଲା। କି ପ୍ରକାର ଗୁଜବ? କଥା ଉଡ଼ିଲା ଯେ ଜଜ୍ ସାହେବ କୁଆରେ ମଙ୍ଗରାଜଙ୍କ ହାତରୁ ତାଙ୍କର ପୁରା ତାଲୁକ ଅର୍ଥାତ୍ ଜମିଦାରୀ ଛଡ଼ାଇ ନେଇ କଟକର ଜଣେ ଓକିଲଙ୍କୁ ଦେଇ ଦେଇଛନ୍ତି। ଜମିଦାରୀ ବି ଗଲା। ଏଇଟା କ'ଣ ସତ? ସେଇଟା ତ ଗୁଜବ। କିନ୍ତୁ ସେ ଗୁଜବ ଏତିକିରେ ଅଟକିଲାନି। ଲୋକେ କୁହାକୁହି ହେଲେ ଯେ ସେହି ନୂଆ ଓକିଲ ଜମିଦାର ଜଣକ କୁଆଡ଼ା ଆସନ୍ତା ମକର ସଂକ୍ରାନ୍ତି ଦିନ ନିଜେ ଆସିବେ। ହଁ, ତା ପୁଣି ସାଧାରଣ ଭାବେ ନୁହେଁ। 200 ପାଇକ ସୈନ୍ୟ, 5ଟା ଘୋଡ଼ା ଆଉ 2ଟା ସବାରି ପାଲିଙ୍କିରେ ବସି ଆସି ଗାଁ ଦଖଲ କରିବେ। 200 ପାଇକ, 5ଟା ଘୋଡ଼ା। ପୁରା ଫିଲ୍ମ ପରି ଲାଗୁଛି। ଏହା କେତେ ସତ୍ୟ କେତେ ମିଛ କେହି ଜାଣନ୍ତିନି। କିନ୍ତୁ ଗୁଜବ ଜୋରସୋରରେ ଚାଲିଛି। ଏହି ଗୁଜବ ଶୁଣି ପ୍ରଜାମାନଙ୍କର ପ୍ରତିକ୍ରିୟା କ'ଣ ଥିଲା, ସେଇଟା ବଡ଼ ମଜାଦାର। କ'ଣ କହିଲେ ସେମାନେ? ସେମାନେ କହୁଛନ୍ତି, ଆରେ ଯିଏ ରାଜା ହେବ ଆମେ ତାର ପ୍ରଜା ହେବୁ। ଏଠି ଦାନା ପାଣି ମିଳୁ କି ସେଠି ମିଳୁ, ଆମର କ'ଣ ଗଲା? ଆପଣା ଗାଣ୍ଡା କିଏ ଛାଡ଼ିବ? ବାଃ, ଅର୍ଥାତ୍ ସେମାନଙ୍କୁ କେବଳ ନିଜ ସ୍ୱାର୍ଥ ଦେଖାଯାଉଛି। ରାଜା ବଦଳିଲେ ତାଙ୍କର କିଛି ଯାଏ ଆସେ ନାହିଁ। ଏହା ହେଉଛି ସାଧାରଣ ମଣିଷର ସ୍ୱଭାବ, ବିଶେଷ କରି ସେହି ସମୟର ପ୍ରଜାମାନଙ୍କର। ହଁ, ଯେଉଁମାନେ ଶାସକ ବଦଳିବାର ଦେଖି ଅଭ୍ୟସ୍ତ ଥିଲେ। କିନ୍ତୁ ଯେଉଁମାନେ ମଙ୍ଗରାଜଙ୍କର ଶତ୍ରୁ ଥିଲେ, ସେମାନେ ଏ ଖବର ଶୁଣି ଭାରି ଖୁସି। ସ୍ୱାଭାବିକ କଥା। ସେମାନେ ଭାବୁଛନ୍ତି ମଙ୍ଗରାଜଙ୍କ ପତନ ହେଲା, ଏଥର ଭଲ ହେଲା। ଆଉ ମଙ୍ଗରାଜଙ୍କର ନିଜ ଲୋକ, ଯେଉଁ ପାଇକମାନେ ତାଙ୍କ ପାଇଁ ଲୋକଙ୍କୁ ଡରାଉଥିଲେ, ଧମକାଉଥିଲେ, ସେମାନଙ୍କ ଅବସ୍ଥା ଏବେ କ'ଣ? ବଡ଼ ଶୋଚନୀୟ। ସେମାନେ ଏବେ ଡରରେ ଆଉ ଲଜ୍ଜାରେ, ଲାଜରେ ଗାଁ ଭିତରେ ମୁହଁ ଦେଖାଇ ପାରୁନାହାନ୍ତି। କାହିଁକି? କାରଣ ସେହି ଗାଁ ଲୋକେ ଯେଉଁମାନେ ଦିନେ ତାଙ୍କୁ ଦେଖି ଡରୁଥିଲେ, ଏବେ ସେମାନଙ୍କୁ ଦେଖିଲେ ସିଧାସଳଖ କିଛି ନ କହିଲେ ବି ଗଛପତ୍ର ଆଡ଼କୁ ଚାହିଁଲା ପରି କରି କଟୁକଥା, ତାଚ୍ଛଲ୍ୟ କଥା ଶୁଣାଇ ଦେଉଛନ୍ତି। ମାନେ ସମୟ ବଦଳିଗଲା, ତାଙ୍କର ଦବଦବା ବି ଗଲା। ଏହା ହିଁ ହେଉଛି ପରିସ୍ଥିତିର ପରିବର୍ତ୍ତନ। ଯେଉଁମାନେ ଦିନେ ଶକ୍ତିଶାଳୀ ଥିଲେ, ଆଜି ସେମାନେ ଅପମାନିତ ଓ ହତାଶ। ତେବେ ମୋଟାମୋଟି ଭାବେ ଏହି ପଞ୍ଚବିଂଶ ପରିଚ୍ଛେଦରେ ଆମେ ଦେଖିଲେ ମଙ୍ଗରାଜଙ୍କର ଅନୁପସ୍ଥିତିରେ ତାଙ୍କ ଘରର ସମ୍ପୂର୍ଣ୍ଣ ବିଶୃଙ୍ଖଳା। ହଁ, ଗୋବିନ୍ଦା ଚମ୍ପାଙ୍କର ପଳାୟନ ଓ ଚୋରି, ପୁଅମାନଙ୍କର ଦାୟିତ୍ୱହୀନତା ଓ ପାଗଳାମି, ସରକାରୀ ନିଲାମର କରୁଣ ଦୃଶ୍ୟ, ହଳିଆମାନଙ୍କର ଲୁଟ୍ ଓ ପ୍ରତିଶୋଧ, ଏବଂ ଶେଷରେ ଜମିଦାରୀ ହାତଛଡ଼ା ହେବାର ଗୁଜବ। ଏସବୁ ମିଶି ମଙ୍ଗରାଜଙ୍କ ସାମ୍ରାଜ୍ୟର ପତନର ଚିତ୍ରକୁ ପୂରା ସ୍ପଷ୍ଟ କରୁଛି। ନିଶ୍ଚିତ ଭାବରେ।
ଏହା କେବଳ ଘଟଣାର ବର୍ଣ୍ଣନା ନୁହେଁ, ବରଂ ଏକ ଗଭୀର ସାମାଜିକ ଏବଂ ନୈତିକ ସତ୍ୟକୁ ଉଜାଗର କରୁଛି। ସେଇଟା କେମିତି ଟିକେ ବୁଝେଇ କହିବେ କି? ଦେଖନ୍ତୁ, ମଙ୍ଗରାଜ ଯେଉଁ ଅନ୍ୟାୟ, ଅତ୍ୟାଚାର ଆଉ ଲୋଭର ପଥା ଆପଣେଇଥିଲେ, ହଁ, ତାର ପରିଣତି କେତେ ଭୟଙ୍କର ହୋଇପାରେ, ଏହି ପରିଚ୍ଛେଦ ହେଉଛି ତାର ଜ୍ୱଳନ୍ତ ପ୍ରମାଣ। ସେଇ 6 ମାଣ 8 ଗୁଣ୍ଠ ଜମିକୁ ଅନ୍ୟାୟରେ ହାତେଇବାର ଫଳ ଯେମିତି ପୁରା ପରିବାର ଭୋଗୁଛି। ଏକଦମ, ଏହାକୁ ଆମେ କର୍ମଫଳ ବୋଲି କହିପାରିବା। ଫକୀରମୋହନ ଯେମିତି ଦେଖାଉଛନ୍ତି, ଯେ ପାପ କରେ ସେ ହିଁ ଫଳ ଭୋଗ କରେ। ଏହା କେବଳ ମଙ୍ଗରାଜଙ୍କ ବ୍ୟକ୍ତିଗତ ପତନ ନୁହେଁ, ବରଂ ଏକ ପାରିବାରିକ ଏବଂ ସାମାଜିକ ଅବକ୍ଷୟର ଚିତ୍ର ମଧ୍ୟ। ଠିକ୍ କହିଲେ। ପୁଅମାନଙ୍କର ଆଚରଣ ଦେଖନ୍ତୁ। ବାପା ବିପଦରେ ଥିବାବେଳେ ସେମାନେ ନିଜର କର୍ତ୍ତବ୍ୟ ଭୁଲି ନିଶା ଆଉ ମଉଜ ମଜଲିସରେ ବୁଡ଼ି ରହିଛନ୍ତି। ଏହା ପାରିବାରିକ ବନ୍ଧନର ଶିଥିଳତାକୁ ଦର୍ଶାଉଛି। ଆଉ ସମାଜ ବି କମ୍ ନୁହେଁ। ହଁ, ସେଇଠି ଆସୁଛି କଥା। ଯେଉଁ ଲୋକମାନେ ମଙ୍ଗରାଜଙ୍କ ଶକ୍ତି ବେଳେ ତାଙ୍କୁ ଡରୁଥିଲେ ବା ଚାଟୁକାରିତା କରୁଥିଲେ, ଆଜି ତାଙ୍କ ଦୁର୍ଦ୍ଦିନରେ ସେମାନେ ହିଁ ତାଙ୍କ ସମ୍ପତ୍ତିକୁ ଲୁଟି ନେଉଛନ୍ତି ବା ତାଙ୍କ ପାଇକମାନଙ୍କୁ ଅପମାନିତ କରୁଛନ୍ତି। ଆଉ ପ୍ରଜାମାନେ ରାଜା ବଦଳିବା କଥା ଶୁଣି ନିଜ ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି। ଯିଏ ରାଜା, ତାର ପ୍ରଜା। ଏଥିରୁ ସେ ସମୟର ସାମାଜିକ ସ୍ଥିତି, ନୈତିକତାର ଅଭାବ ଏବଂ ସୁବିଧାବାଦୀ ମନୋଭାବର ପରିଚୟ ମିଳୁଛି। ଆଉ ଗୋଟିଏ କଥା ହେଉଛି ଫକୀରମୋହନଙ୍କ ଲେଖନୀର ଶକ୍ତି। ସେ କେତେ ସାଧାରଣ ଭାବରେ ଅଥଚ କେତେ ଶକ୍ତିଶାଳୀ ଭାବରେ ଏହି ଘଟଣାଗୁଡ଼ିକୁ ବର୍ଣ୍ଣନା କରିଛନ୍ତି। ହଁ, ଯେମିତି ନିଲାମର ଦୃଶ୍ୟ। ବିଶେଷ କରି ସେହି ଅବିଶ୍ୱସନୀୟ କମ୍ ଦାମ, ଗାଈ ଟଙ୍କାଏ, ବଳଦ 4.5 ଟଙ୍କା, ଏକ ଶକ୍ତ ବ୍ୟଙ୍ଗ। ମଙ୍ଗରାଜ ଯେଉଁ ସମ୍ପତ୍ତି ପାଇଁ ଏତେ ପାପ କଲେ, ସେହି ସମ୍ପତ୍ତି ଆଜି କଉଡ଼ି ମୂଲରେ ଯାଉଛି। ଏଠାରୁ ବଡ଼ ବିଡ଼ମ୍ବନା ଆଉ କ'ଣ ହୋଇପାରେ? ସତକଥା। ଏହି କାହାଣୀ ପ୍ରାୟ 150 ବର୍ଷ ତଳର ହେଲେ ବି ହଁ, ଏଥିରେ ଯେଉଁ ମାନବିକ ପ୍ରବୃତ୍ତି, ସାମାଜିକ ବାସ୍ତବତା ଆଉ ନୈତିକ ସଙ୍କଟର ଚିତ୍ର ଅଛି, ତାହା ଆଜି ବି କେତେ ପ୍ରାସଙ୍ଗିକ ମନେହୁଏ, ନୁହେଁ କି? ଏକଦମ। ଲୋଭ, କ୍ଷମତାର ଅପବ୍ୟବହାର, ଅନ୍ୟାୟର ପରିଣାମ, ପାରିବାରିକ ବିଶୃଙ୍ଖଳା, ସାମାଜିକ ଉଦାସୀନତା, ଏସବୁ କ'ଣ ଆମେ ଆଜିର ସମାଜରେ ଦେଖୁନି? ନିଶ୍ଚିତ ଭାବରେ। ରୂପ ବଦଳି ଯାଇଥାଇପାରେ, କିନ୍ତୁ ମୂଳ ପ୍ରବୃତ୍ତିଗୁଡ଼ିକ ସେମିତି ରହିଛି। ଯେମିତି କ୍ଷମତା ପାଇଲେ ମଣିଷ କିପରି ଅନ୍ଧ ହୋଇଯାଏ, ଆଉ ପତନ ବେଳେ କିପରି ଏକା ହୋଇଯାଏ, ଏହି ସତ୍ୟ ସବୁବେଳେ ରହିଆସିଛି। ମଙ୍ଗରାଜଙ୍କୁ ପୁଅମାନଙ୍କ ପରି ଚରିତ୍ର ଆଜି ବି ଆମ ଆଖପାଖରେ ଦେଖିବାକୁ ମିଳନ୍ତି। ସେଥିପାଇଁ ଫକୀରମୋହନ କେବଳ ଜଣେ ଔପନ୍ୟାସିକ ନୁହନ୍ତି, ସେ ଜଣେ ମହାନ ସମାଜ ସମୀକ୍ଷକ ମଧ୍ୟ। ବାଃ, ଖୁବ୍ ସୁନ୍ଦର ବିଶ୍ଳେଷଣ। ସତରେ 6 ମାଣ 8 ଗୁଣ୍ଠ କେବଳ ଏକ କାହାଣୀ ନୁହେଁ, ଏହା ଏକ ଦର୍ପଣ ସମୟର, ସମାଜର। ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଚିନ୍ତା କରିବା ବେଳେ ପ୍ରଶ୍ନ ଛାଡ଼ିଯିବାକୁ ଚାହିଁବି। ହଁ, ନିଶ୍ଚୟ। ଆମେ ଏହି ପରିଚ୍ଛେଦରେ ଦେଖିଲେ, ଯେତେବେଳେ ମଙ୍ଗରାଜଙ୍କ ପରି ଜଣେ ଶକ୍ତିଶାଳୀ ବ୍ୟକ୍ତିର କ୍ଷମତା ଓ ପ୍ରଭାବ କମିଯାଏ, ଯୋଉ ଭୟର ବାତାବରଣ ସେ ସୃଷ୍ଟି କରିଥିଲେ ତାହା ଦୂର ହୋଇଯାଏ, ହଁ, ସେତେବେଳେ ତାଙ୍କ ପ୍ରତି ଲୋକଙ୍କର ପ୍ରତିକ୍ରିୟା କିପରି ବଦଳି ଯାଉଛି। ହଳିଆମାନେ ଲୁଟ୍ କରୁଛନ୍ତି, ପ୍ରଜାମାନେ ଉଦାସୀନ, ଶତ୍ରୁମାନେ ଖୁସି। ମୋ ପ୍ରଶ୍ନ ହେଉଛି, ଏହି ପ୍ରକାରର ପରିସ୍ଥିତିକୁ କ'ଣ ଆମେ ନ୍ୟାୟ ବୋଲି କହିପାରିବା, ନା ଏହା କେବଳ ଶକ୍ତି ଶୂନ୍ୟତାରୁ ସୃଷ୍ଟି ହେଉଥିବା ଆଉ ଏକ ପ୍ରକାରର ଅରାଜକତା? ଏ ବିଷୟରେ ଭାବି ଦେଖିବେ। ବାଃ, ଏହା ପ୍ରକୃତରେ ଏକ ଗଭୀର ପ୍ରଶ୍ନ। ନ୍ୟାୟ ନା ଅରାଜକତା, ଏହା ଉପରେ ଚିନ୍ତା କରିବା କଥା। ଆଶା କରୁଛୁ ଆମ ଶ୍ରୋତାମାନେ ଏହା ଉପରେ ନିଶ୍ଚୟ ଭାବିବେ। ହଁ, ଆଗାମୀ ପରିଚ୍ଛେଦରେ ମଙ୍ଗରାଜଙ୍କ ଭାଗ୍ୟରେ କ'ଣ ଘଟୁଛି ତାହା ଜାଣିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଉ ହଁ, ଆମର ଶ୍ରୋତାବନ୍ଧୁମାନଙ୍କୁ ଆଉ ଏକ ଅନୁରୋଧ। ଆପଣମାନେ ଆଉ କେଉଁ ଓଡ଼ିଆ ଉପନ୍ୟାସ ବା ଗଳ୍ପର ଏହିପରି ଆଲୋଚନା ଶୁଣିବାକୁ ଚାହାନ୍ତି? ହଁ, କ'ଣ ଶୁଣିବାକୁ ଇଚ୍ଛା? ଦୟାକରି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କ ମତାମତ ଆମ ପାଇଁ ବହୁମୂଲ୍ୟ। ନିଶ୍ଚୟ। ଶେଷରେ, ଯଦି ଆପଣଙ୍କୁ ଆମର ଏହି ଆଲୋଚନା ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ, ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ଆଉ ଆମ ଚ୍ୟାନେଲ ଅନୁରଣାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଥରେ ଅନୁରୋଧ, ଦୟାକରି ସେୟାର କରନ୍ତୁ, ଯାହାଦ୍ୱାରା ଆମର ଏହି ଓଡ଼ିଆ ଚ୍ୟାନେଲଟି ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିବ। ନୂଆ ଅଧ୍ୟାୟର ସୂଚନା ଶୀଘ୍ର ପାଇବା ପାଇଁ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖାହେବ ଆଗାମୀ ଆଲୋଚନାରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ଧନ୍ୟବାଦ। ଧନ୍ୟବାଦ।